ଥରେ ଜଣେ ବ୍ୟକ୍ତି ଥିଲେ, ଭାରି କୃପଣ, ଦୟା ଧର୍ମ କିଛି ନାହିଁ ତାର। 70-80 ବର୍ଷ ଯେତେବେଳେ ହୋଇଗଲା, ତାକୁ ଯମଦୂତମାନେ ଆସିକି ପହଞ୍ଚିଗଲେ ନେବା ପାଇଁ। କହିଲେ ଭାଗୁନି ବେହେରାହାର କୋଉଠି, ଭାଗୁନି ବେହେରାହାର କୋଉଠି। ସେ ନିଜେ ଗଲା, କହିଲା ମୁଁ ଭାଗୁନି ବେହେରା। କହିଲା ଆପଣଙ୍କର ଟାଇମ ହୋଇଯାଇଛି, ଆମେ ଯମଦୂତ ନମୁ। କହିଲା ନା ନା ମୋର ଏବେ କ'ଣ ଟାଇମ ହେଲାଣି। କହିଲା ଦେଖନ୍ତୁ ତାଲିକା ଆମେ ଆଣିଛୁ, 500 ଲୋକଙ୍କୁ ନମୁ, ପ୍ରଥମ ନମ୍ବରରେ ଆପଣଙ୍କର। କହିଲେ ମୋର ଧାନ ଏବେ ବାଡ଼ା ହେଇଛି, ଛଣ ଗୁରିଆ ଗଦା ହେଇଛି, ଆଉ ଦୁନିଆ ଧାର କର୍ଜ ମୁଁ ଲୋକଙ୍କୁ ଦେଇଛି ଆଣିନେ, ଆଉ ମୋତେ କ'ଣ ଏବେ ନେବା ପାଇଁ ଆଉଛ, ଆଉ ମୁଁ ଏବେ ଆଉ ଯାଇପାରିବିନି। କହିଲା ନା ନା ସେଟା ହେବନି, ଯମଙ୍କ ଆଦେଶ, ଆପଣଙ୍କୁ ନେବାକୁ ପଡ଼ିବ। ହଉ ଆପଣ ଏତେ ନେଉରା ହେଉଛନ୍ତି, ଆପଣଙ୍କୁ ଅଧଘଣ୍ଟେ ଆମେ ଟାଇମ ଦେଉଛୁ। ସେଇଠୁ କହିଲେ ଆପଣ ଅଧଘଣ୍ଟେ ବସିବେ କ'ଣ, ଆଉ ପଖାଳ ଗଣ୍ଡେ ଖାଇଦିଅନ୍ତୁ। ସେଇଠୁ ପଖାଳ ଗଣ୍ଡେ ଯମଦୂତ ଖାଇକି ବସିଲେ। ବସୁ ତାଙ୍କୁ ନିଦ ଆଇଲା। ଇଏ ସେତିକି ବେଳେ ଇଏ ଭାରି ଚାଲାଖିଆ, 500 ନମ୍ବରର ଯାହାର ଅଛି ସେ ତାରି ନାଁଟାକୁ ନେଇଦେଲା। ତାର 1 ନମ୍ବରରେ ଥିଲା ଭାଗୁନି ବେହେରା, ତାକୁ କଟେଇ ଦେଲା। 500 ନମ୍ବରରେ ଯାହା ନମ୍ବର ଥିଲା ତାକୁ ଆଣିକି 1 ନମ୍ବରରେ ରଖିଦେଲା। ରଖିଦେଇ ସାରିଲା ପରେ ଆଙ୍କର ଯେତେବେଳେ ନିଦ ଭାଙ୍ଗିଲା ଯମଦୂତଙ୍କର, କହିଲେ ତମେ ବଢ଼ିଆ ପଖାଳ ଦେଲ, ଭାରି ଶାନ୍ତି ଲାଗିଲା। କହିଲା ଗରିବ ଘର, ଗରିବ ଲୋକିଆ କଥା। କହିଲା କିନ୍ତୁ ଆମର ଗୋଟେ ଦୟା ଆଇଲାଣି, ତମକୁ ଆଉ ଆମେ ଆଗେ ନମୁନି, 500 ନମ୍ବର ଆଡ଼ୁ ଆଗେ ନମୁ। ଦେଖିଲା ବେଳକୁ 500 ନମ୍ବରରେ ଇଏ ନାଁ କରିଦେଇଥିଲା। କଥାର ଅଛି, ମରଣ ବେଳେ ନିଦ୍ରା ଗନେ ଯମକି ଛାଡ଼ିବ ଭଲେ। ଆପଣ ଯେତେ ଚେଷ୍ଟା କରନ୍ତୁ, ମରିବା ସମୟ ଯଦି ଆସିଯିବ, କିନ୍ତୁ ଗ୍ୟାରେଣ୍ଟି ମରିବେ। ଆପଣ ଆଧିରୁ କ'ଣ ଶିକ୍ଷା ପାଇଲେ? ଦିନେ ନା ଦିନେ ଯିବେ। ଆପଣ ଭଲ କାମ କରନ୍ତୁ, ଭଲ କର୍ମ କରନ୍ତୁ, ଆପଣଙ୍କର ନାଁ ଯୁଗେ ଯୁଗେ ରହିବ।